ଓଡ଼ିଶାରେ ଉଚ୍ଚଶିକ୍ଷାର ଗତି କୁଆଡ଼େ? ଓଡ଼ିଶାରେ ଉଚ୍ଚଶିକ୍ଷାର ଗତି କୁଆଡ଼େ? ଭୁବନେଶ୍ୱରରେ ଥିବା ଉତ୍କଳ ବିଶ୍ୱବିଦ୍ୟାଳୟର ବିସ୍ତୀର୍ଣ୍ଣ ପରିସର ଓଡ଼ିଶାରେ ଉଚ୍ଚଶିକ୍ଷା ବ୍ୟବସ୍ଥାର ରୂପକ। କ'ଣ ସୂଚାଉଛି ଏହି ରୂପକ? ପୁରୁଣା ଉଚ୍ଚାଭିଳାଷୀ ଆଉ ନିଜକୁ ପୁନଃ ଉଦ୍ଭାବନ କରିବାର ଲକ୍ଷ୍ୟ। ରେଭେନ୍ସା ଏବଂ ବ୍ରହ୍ମପୁରଠାରୁ ଆରମ୍ଭ କରି ରାଉରକେଲା ଏବଂ କୋରାପୁଟର ନୂତନ ଯୁଗର ବୈଶ୍ୱିକ ପ୍ରତିଷ୍ଠାନ ପର୍ଯ୍ୟନ୍ତ ରାଜ୍ୟରେ ଉଚ୍ଚଶିକ୍ଷା ଦ୍ରୁତ ପରିବର୍ତ୍ତନ ଦେଇ ଗତି କରୁଛି ସତ, କିନ୍ତୁ ଏଥିରେ ଗୋଟିଏ ବିଡ଼ମ୍ବନା ବି ରହିଛି। କ'ଣ ସେ ବିଡ଼ମ୍ବନା? ନା ଉନ୍ନତି ବିନା ସମ୍ପ୍ରସାରଣ। ଏଇଭଳି ଏକ ବୈପରୀତ୍ୟ ମଧ୍ୟରେ ଫସି ରହିଛି ଆଜିର ଓଡ଼ିଶାର ଉଚ୍ଚଶିକ୍ଷା। ବର୍ତ୍ତମାନ 30ଟି ଜିଲ୍ଲାରେ 36ଟି ବିଶ୍ୱବିଦ୍ୟାଳୟ ଏବଂ 1200ରୁ ଅଧିକ କଲେଜ ରହିଛି। 2000 ମସିହା ପ୍ରାରମ୍ଭରୁ ଏହି ବ୍ୟବସ୍ଥା ପ୍ରଭାବଶାଳୀ ଭାବରେ ବୃଦ୍ଧି ପାଇଛି। 25 ବର୍ଷ ତଳେ ରାଜ୍ୟରେ 20ରୁ କମ୍ ବିଶ୍ୱବିଦ୍ୟାଳୟ ଥିଲା। ସ୍ୱୟଂଶାସିତ କଲେଜ, ଘରୋଇ ବିଶ୍ୱବିଦ୍ୟାଳୟ, କୃଷି ଆଇନ ଏବଂ ସ୍ୱାସ୍ଥ୍ୟ ବିଜ୍ଞାନର ସ୍ୱତନ୍ତ୍ର ଅନୁଷ୍ଠାନ ସମେତ ଅନୁଷ୍ଠାନଗୁଡ଼ିକର ବ୍ୟାପକ ବିସ୍ତାର ଘଟିଛି। ଶିକ୍ଷା ବିସ୍ତାରର ଅର୍ଥ ଅଧିକରୁ ଅଧିକ ପିଲାଙ୍କ ପାଖରେ ଏହା ପହଞ୍ଚିବା କଥା, କିନ୍ତୁ ଓଡ଼ିଶାରେ ଉଚ୍ଚଶିକ୍ଷାର ମୋଟ ନାମଲେଖା ଅନୁପାତ ବା ଗ୍ରସ୍ ଏନରୋଲମେଣ୍ଟ ରେସିଓ 18ରୁ 23 ବର୍ଷ ବୟସର କଲେଜ ଯାଉଥିବା ଯୁବକମାନଙ୍କ କ୍ଷେତ୍ରରେ ଖୁବ୍ କମ୍, ମାତ୍ର 22.1%। ଜାତୀୟ ହାରାହାରି 27.8% ତୁଳନାରେ ଏହା ନିଶ୍ଚିତ ଭାବରେ ନିରୁତ୍ସାହଜନକ। ଏହି ବ୍ୟବଧାନ ଛୋଟ ଲାଗୁଥାଇପାରେ, କିନ୍ତୁ ଏହାର ଅର୍ଥ ହେଉଛି ହଜାର ହଜାର ଓଡ଼ିଆ ଯୁବକ ଯୁବତୀ ତୃତୀୟ ସ୍ତରୀୟ ବା ଟର୍ସିଆରୀ ଶିକ୍ଷା ପାଇବାରୁ ସାଂଘାତିକ ଭାବରେ ବଞ୍ଚିତ ହେଉଛନ୍ତି। ଗ୍ରାମାଞ୍ଚଳ ଏବଂ ଆଦିବାସୀ ବହୁଳ ଜିଲ୍ଲା ଯେପରିକି ମାଲକାନଗିରି, କନ୍ଧମାଳ ଏବଂ ନବରଙ୍ଗପୁରରେ ଏହି ସଂଖ୍ୟା ଆହୁରି ଅଧିକ ନିରାଶାଜନକ। ଓଡ଼ିଶା ଅର୍ଥନୈତିକ ସର୍ଭେ 2023-24 ଏହି ଅସଙ୍ଗତିକୁ ସ୍ୱୀକାର କରିଛନ୍ତି। ଶିକ୍ଷାନୁଷ୍ଠାନର ସଂଖ୍ୟା ବୃଦ୍ଧି ସତ୍ତ୍ୱେ ପ୍ରାୟ ପ୍ରତି କଲେଜରେ ନାମଲେଖା ହ୍ରାସ ପାଉଛି। କିଛି ବର୍ଷ ପୂର୍ବେ କଲେଜ ପିଛା ହାରାହାରି ପ୍ରତିବର୍ଷ 680 ଛାତ୍ରଙ୍କ ତୁଳନାରେ ବର୍ତ୍ତମାନ 573 ପିଲା ଆସୁଛନ୍ତି। ଏହି କଲେଜଗୁଡ଼ିକ ମଧ୍ୟରୁ ପୁଣି କେବଳ 5% ସ୍ନାତକୋତ୍ତର ପାଠ୍ୟକ୍ରମ ପ୍ରଦାନ କରନ୍ତି। 1200 କଲେଜ ଭିତରୁ 300ରୁ କମ୍ ଅନୁଷ୍ଠାନ ଜାତୀୟ ଆକଳନ ଏବଂ ମାନ୍ୟତା ପରିଷଦ ବା ନାକ୍ ଦ୍ୱାରା ସ୍ୱୀକୃତ ପାଇଛନ୍ତି। ବାକି 900 କଲେଜର ଶୈକ୍ଷିକ ସ୍ଥିତି କ'ଣ ହୋଇଥିବା ସହଜରେ ଅନୁମାନ କରାଯାଇପାରିବ। ଶିକ୍ଷାବିତମାନେ ଯୁକ୍ତି କରନ୍ତି ଯେ ଓଡ଼ିଶାର ଉଚ୍ଚଶିକ୍ଷାର କାହାଣୀ ସର୍ବଭାରତୀୟ କାହାଣୀ ଭଳି, ଅର୍ଥାତ୍ ଗୁଣବତ୍ତା ବିନା ଦ୍ରୁତ ପରିମାଣରେ ଉଚ୍ଚଶିକ୍ଷାର ବିସ୍ତାର ହୋଇଚାଲିଛି। ଅଧ୍ୟାପକ ନିଯୁକ୍ତି କଥା ଦେଖାଯାଉ। ପଦ ଖାଲି ପଡ଼ିଥିବା କାରଣରୁ ସରକାରୀ କଲେଜ ଏବଂ ବିଶ୍ୱବିଦ୍ୟାଳୟଗୁଡ଼ିକ ସାଂଘାତିକ ଭାବରେ ପ୍ରଭାବିତ ହେଉଛନ୍ତି। କେତେକ ଜିଲ୍ଲାରେ ତ ଅନୁମୋଦିତ ଶିକ୍ଷକ ପଦ ମଧ୍ୟରୁ 40% ଖାଲି। ପରୀକ୍ଷାଗାରଗୁଡ଼ିକ ପୁରୁଣା ହୋଇଗଲାଣି। ପାଠାଗାରଗୁଡ଼ିକ ଆଗ ଅପେକ୍ଷା କମ୍ ବହି ମହଜୁଦ ରହୁଛି ଏବଂ ଛାତ୍ରାବାସଗୁଡ଼ିକ ଅତ୍ୟଧିକ ଭିଡ଼ ଭିତରେ ସଢ଼ୁଛନ୍ତି। ଆଜିର ମିଶ୍ରିତ ଶିକ୍ଷଣ ଯୁଗ ବା ହାଇବ୍ରିଡ୍ ଶିକ୍ଷା ପଦ୍ଧତିରେ ଡିଜିଟାଲ ଭିତ୍ତିଭୂମି ଏକ ପ୍ରମୁଖ ନିର୍ଣ୍ଣାୟକ। ଛୋଟ ଛୋଟ ସହରରେ ଏହି ଡିଜିଟାଲ ଭିତ୍ତିଭୂମିର ଚିତ୍ର ଅସ୍ପଷ୍ଟ। ଘରୋଇ ଶିକ୍ଷାନୁଷ୍ଠାନଗୁଡ଼ିକରେ ସ୍ଥିତି ତ ଆହୁରି ଖରାପ। କେତେକ କଲେଜ ଗୁଣବତ୍ତା ବଜାୟ ରଖିବାରେ ସଫଳ ହେଉଛନ୍ତି, ବିଶେଷ କରି ଯେଉଁମାନେ ବୈଷୟିକ କିମ୍ବା ବୃତ୍ତିଗତ ଶିକ୍ଷା କ୍ଷେତ୍ରରେ ଅଛନ୍ତି, କିନ୍ତୁ ଆଉ କିଛି ଅନୁଷ୍ଠାନ ବ୍ୟବସାୟିକ ସଫଳତା ପାଇଁ ସଂଘର୍ଷ କରୁଥିବା ବେଳେ ସେମାନଙ୍କ ଉପରେ କୌଣସି ନିୟାମକର ପ୍ରଭାବ ରହୁନାହିଁ କି କୌଣସି ରକମର ତଦାରଖ ଭିତରେ ସେମାନେ ଆସୁନାହାନ୍ତି। ଫଳସ୍ୱରୂପ ଓଡ଼ିଶାର ଉଚ୍ଚଶିକ୍ଷା କ୍ଷେତ୍ରରେ ଅସମାନତା ପରିଲକ୍ଷିତ ହେଉଛି। ଏହି ବୈଷମ୍ୟ କେବଳ ସରକାରୀ ଏବଂ ବେସରକାରୀ ମଧ୍ୟରେ ନୁହେଁ, ବରଂ ସହରାଞ୍ଚଳ, ଗ୍ରାମାଞ୍ଚଳ, ମୁଖ୍ୟ ସ୍ରୋତ ଏବଂ ଅବହେଳିତ ବର୍ଗ ମଧ୍ୟରେ ବି ରହିଛି। ଏହିସବୁ ଆହ୍ୱାନ ସତ୍ତ୍ୱେ ରାଜ୍ୟ ଅନ୍ତର୍ଭୁକ୍ତ ଶିକ୍ଷା କ୍ଷେତ୍ରରେ ଅଗ୍ରଗତି କରିଛି। ଛାତ୍ରବୃତ୍ତି, ଛାତ୍ରାବାସ ଏବଂ ଲକ୍ଷ୍ୟବଦ୍ଧ ପ୍ରସାର ଯୋଗୁଁ ମହିଳା, ଅନୁସୂଚିତ ଜାତି ଏବଂ ଅନୁସୂଚିତ ଜନଜାତିଙ୍କ ପଞ୍ଜୀକରଣ କ୍ରମାଗତ ଭାବେ ବୃଦ୍ଧି ପାଇଛି। SEBC ମାନଙ୍କ ପାଇଁ 11.25% ସଂରକ୍ଷଣ ଆଉ ଏକ ବଡ଼ ପଦକ୍ଷେପ। ତେବେ ଗୁଣବତ୍ତା ବିନା ଏହି ଅନ୍ତର୍ଭୁକ୍ତ କୌଣସି ମାନେ ନାହିଁ। ଏହା ଏକ ଦୁଇଧାରିଆ ଖଣ୍ଡା ଭଳି। ଛାତ୍ରମାନଙ୍କୁ କଲେଜକୁ ଆଣିବା କେବଳ ଅଧା ଯୁଦ୍ଧ ଲଢ଼ିବା ଭଳି। ବଡ଼ କାମ ହେଉଛି ସେମାନେ କିଭଳି ଦକ୍ଷତା ହାସଲ କରିବେ ଓ ନିଯୁକ୍ତି ଯୋଗ୍ୟ ହୋଇପାରିବେ। ସାଧାରଣ ଡିଗ୍ରୀ କଲେଜରୁ ଯେଉଁ ସ୍ନାତକମାନେ ବାହାରୁଛନ୍ତି, ତାଙ୍କ ନିଯୁକ୍ତି ଚିନ୍ତାର ବିଷୟ ହୋଇ ରହିଛି। 2023 ଇଣ୍ଡିଆ ସ୍କିଲ୍ସ ରିପୋର୍ଟ କହୁଛି ଯେ ଓଡ଼ିଶାରେ ମାତ୍ର 42% ସ୍ନାତକ ଛାତ୍ରଛାତ୍ରୀ ଶିଳ୍ପ କ୍ଷେତ୍ରରେ ନିଯୁକ୍ତି ଯୋଗ୍ୟ ହୋଇପାରୁଛନ୍ତି, ଯାହାକି ଜାତୀୟ ହାରଠାରୁ ଢେର କମ୍। ଇତିମଧ୍ୟରେ ବ୍ୟବସ୍ଥାଗତ ଦୁର୍ବଳତାଗୁଡ଼ିକର ମୁକାବିଲା କରିବା ପାଇଁ ରାଜ୍ୟ ସରକାର ଅବଶ୍ୟ ଅନେକ ନୀତିଗତ ପଦକ୍ଷେପ ଗ୍ରହଣ କରିଛନ୍ତି। ଓଡ଼ିଶା ବିଶ୍ୱବିଦ୍ୟାଳୟ ସଂଶୋଧନ ଅଧିନିୟମ 2024 ଅନୁସାରେ ଭଲ ପ୍ରଦର୍ଶନ କରୁଥିବା କଲେଜଗୁଡ଼ିକ ଆପଣ ଚାହିଁ ବିଶ୍ୱବିଦ୍ୟାଳୟକୁ ଉନ୍ନୀତ ହୋଇଯାଇପାରିବେ। ତା ଛଡ଼ା ଦୂର ଶିକ୍ଷା
ଏବଂ ଅନଲାଇନ୍ ଶିକ୍ଷା ଢାଞ୍ଚା ପାଇଁ ମୂଳଦୁଆ କଥା ବି କୁହାଯାଉଛି। ଏହାର ଉଦ୍ଦେଶ୍ୟ ହେଉଛି ଦୁର୍ଗମ ଏବଂ ଆଦିବାସୀ ଅଞ୍ଚଳରେ ବିଦ୍ୟାର୍ଥୀଙ୍କ ନିକଟରେ ଶିକ୍ଷାକୁ ପହଞ୍ଚାଇବା, ଯେଉଁଠାରେ କ୍ୟାମ୍ପସ୍ ଶିକ୍ଷା ସମ୍ଭବ ନୁହେଁ। ଅନ୍ୟ ଏକ ସଂସ୍କାର ହେଉଛି ଅନୁଷ୍ଠାନଗୁଡ଼ିକର ରେସନାଲାଇଜେସନ୍। ଚାକିରି ଭିତ୍ତିକ କାର୍ଯ୍ୟକ୍ରମ ପାଇଁ ଅଧିକ ସମ୍ବଳ ବ୍ୟବସ୍ଥା କରିବା, କ୍ରମାଗତ ଭାବରେ କମ୍ ପଞ୍ଜୀକରଣ ହେଉଥିବା କଲେଜ କିମ୍ବା ପାଠ୍ୟକ୍ରମକୁ ମିଶ୍ରଣ କିମ୍ବା ପର୍ଯ୍ୟାୟକ୍ରମେ ତାହାକୁ ବାଦ୍ ଦେବା ଏହି ସଂସ୍କାରର ଲକ୍ଷ୍ୟ। ଓଡ଼ିଶାର ଉଚ୍ଚଶିକ୍ଷାର ଉପଲବ୍ଧି ଏବଂ ସମାନତା ଅଗ୍ରଗତି କରିଛି ସତ, ହେଲେ ଗବେଷଣା ଏବଂ ନବସୃଜନ ସବୁଠାରୁ ଦୁର୍ବଳ। କେବଳ ଅଳ୍ପ କେତେକ ବିଶ୍ୱବିଦ୍ୟାଳୟ ଜାତୀୟ ଗବେଷଣା ମାନ୍ୟତା ତାଲିକାରେ ସ୍ଥାନ ପାଇଛନ୍ତି। ଅବଶିଷ୍ଟ ଅଧିକାଂଶ ଶିକ୍ଷାନୁଷ୍ଠାନ ପାଇଁ ଗବେଷଣା ହେଉଛି ଅନାମଧେୟ କାର୍ଯ୍ୟକଳାପ, ଯେଉଁଠି ପାଣ୍ଠି ନାହିଁ, ପରାମର୍ଶଦାତା ନାହାନ୍ତି କି ସୁଯୋଗ ବି ନାହିଁ। ଓଡ଼ିଶାରେ ଶିକ୍ଷା ଜଗତ ଏବଂ ଶିଳ୍ପ ଜଗତ ମଧ୍ୟରେ ଆଦୌ ସମ୍ପର୍କ ନଥିବା ଯେତିକି ସତ, ଥିବା ସମ୍ପର୍କ ବିଚ୍ଛିନ୍ନ ହେବା ମଧ୍ୟ ସେତିକି ସତ। ରାଜ୍ୟରେ ଖଣି, ଇସ୍ପାତ ଏବଂ ସେବା କ୍ଷେତ୍ର ବେଶ୍ ବୃଦ୍ଧି ପାଇଛି ଓ ଓଡ଼ିଶାର ଅର୍ଥବ୍ୟବସ୍ଥାକୁ ଏହା ସୁଦୃଢ଼ କରିଛି। ତଥାପି ବିଶ୍ୱବିଦ୍ୟାଳୟଗୁଡ଼ିକ ଶିଳ୍ପକୁ ଆବଶ୍ୟକ ହେଉଥିବା ମାନବିକ ସମ୍ବଳ ଯୋଗାଇବାରେ ବିଫଳ। ଘରୋଇ କ୍ୟାମ୍ପସକୁ ଛାଡ଼ିଦେଲେ ଡାଟା ସାଇନ୍ସ, ଅକ୍ଷୟ ଶକ୍ତି, ଲଜିଷ୍ଟିକ୍ସ ଏବଂ ପରିବେଶ ଅଧ୍ୟୟନ ପାଠ୍ୟକ୍ରମ ବିରଳ। ନିକଟରେ ପ୍ରକାଶିତ ଏକ ଶ୍ୱେତପତ୍ର ଚେତାବନୀ ଦେଇ କହିଛି ଯେ ଯଦି ଉଚ୍ଚ ଶିକ୍ଷାନୁଷ୍ଠାନଗୁଡ଼ିକର ଶୀଘ୍ର ଉନ୍ନତିକରଣ ନ ହୁଏ, ତେବେ 2035 ମସିହା ସୁଦ୍ଧା ଓଡ଼ିଶା ପ୍ରାୟ 5 ଲକ୍ଷ ଛାତ୍ରଛାତ୍ରୀଙ୍କୁ ହରାଇବ, ଯେଉଁମାନେ ବାହାର ବିଶ୍ୱବିଦ୍ୟାଳୟକୁ ଚାଲିଯାଇଥିବେ। ଭୁବନେଶ୍ୱର ଏବଂ କଟକର କୋଚିଂ ହବ୍ଗୁଡ଼ିକରେ ସ୍ୟାଟ୍, IILT ଏବଂ GRE ପରୀକ୍ଷା ପାଇଁ ପ୍ରସ୍ତୁତ ହେଉଥିବେ ଛାତ୍ରଛାତ୍ରୀଙ୍କ ସଂଖ୍ୟା ଏହାର ପ୍ରମାଣ। ସମସ୍ତେ ଏକଥା ଜାଣନ୍ତି ଯେ ରାଜ୍ୟର ଆର୍ଥିକ ଭବିଷ୍ୟତର ଚାବିକାଠି ହେଉଛି ଉଚ୍ଚଶିକ୍ଷା। 2036ରେ ରାଜ୍ୟ ଗଠନ ହେବାର ଶତବାର୍ଷିକୀ ପାଳନ ବେଳେ ପରିକଳ୍ପନା କରାଯାଇଛି ଯେ ଓଡ଼ିଶା ଏକ ଜ୍ଞାନ ପରିଚାଳିତ ଅର୍ଥବ୍ୟବସ୍ଥାର ମୁଖ୍ୟ କେନ୍ଦ୍ର ହେବ, ଯେଉଁଠାରେ ଉଦ୍ୟୋଗ, ନବସୃଜନ ଏବଂ ଅନ୍ତର୍ଭୁକ୍ତିତ୍ୱକୁ ଗୁରୁତ୍ୱ ଦିଆଯିବ। ଏହି ରୋଡ୍ ମ୍ୟାପ୍ରେ ଡିଜିଟାଲ ଲର୍ଣ୍ଣିଂ ପ୍ଲାଟଫର୍ମ, ଅନ୍ତଃବିଷୟକ ଗବେଷଣା କେନ୍ଦ୍ର ଏବଂ ଶିଳ୍ପ ସଂଯୁକ୍ତ ପାଠ୍ୟକ୍ରମ ସାମିଲ। ପ୍ରକୃତ ପରିବର୍ତ୍ତନ ପାଇଁ କେବଳ ନୂତନ ଅନୁଷ୍ଠାନ କିମ୍ବା ନୀତି ଆବଶ୍ୟକ ତାହା ନୁହେଁ, ବରଂ ଏକ ସାଂସ୍କୃତିକ ପରିବର୍ତ୍ତନର ଆବଶ୍ୟକତା ପଡ଼ିବ, ପରିଚୟରୁ ସାମର୍ଥ୍ୟ ଆଡ଼କୁ ଗତି କରିବା ଭଳି କଥା। ଉଚ୍ଚଶିକ୍ଷାରେ ଓଡ଼ିଶାର ଯାତ୍ରା ଏବେ ଏକ ଗୁରୁତ୍ୱପୂର୍ଣ୍ଣ ମୋଡ଼ରେ ପହଞ୍ଚିଛି। ଭିତ୍ତିଭୂମି ସମ୍ପ୍ରସାରିତ ହେଉଛି ଏବଂ ସମାବେଶିତା ବୃଦ୍ଧି ପାଉଛି, କିନ୍ତୁ ଉତ୍କର୍ଷ ଅଧୁରା ରହିଛି। ଯଦି ଗୁଣବତ୍ତା, ନବସୃଜନ ଏବଂ ପ୍ରାସଙ୍ଗିକତା ଶିକ୍ଷା ସଂସ୍କାରର କେନ୍ଦ୍ରରେ ରଖାନଯାଏ, ତେବେ ରାଜ୍ୟ ଏଭଳି ସ୍ନାତକ ସୃଷ୍ଟି କରିବ ଯେଉଁମାନେ ଶିକ୍ଷିତ କିନ୍ତୁ ବେକାର। ଜନ୍ମ ଶତବାର୍ଷିକ ପାଳନ ଆଡ଼କୁ ଅଗ୍ରସର ହେଉଥିବା ବେଳେ ରାଜ୍ୟର ଶ୍ରେଣୀଗୃହ, ପରୀକ୍ଷାଗାର, ଲେକ୍ଚର ହଲ୍ ସବୁ ନୂଆ ଯୁଗର ଆକାଂକ୍ଷାକୁ ପ୍ରତିଫଳିତ କରିବା ଉଚିତ, ଯେଉଁଠି ପିଲା କେବଳ ଜ୍ଞାନ ଅର୍ଜନ କରିବେ ତାହା ନୁହେଁ, ବରଂ ତାହାର ପ୍ରୟୋଗ ମଧ୍ୟ ହେବ। ପିଲାଙ୍କୁ ଡିଗ୍ରୀ ଦିଅ, ତା ସହିତ ସେମାନଙ୍କୁ କ୍ଷମତା ବି ବୃଦ୍ଧି କର। ଏତିକି ସହିତ ରହୁଛି। ବହୁତ ବହୁତ ଧନ୍ୟବାଦ।